ସବୁଜ ଓଡ଼ିଶାର ଅର୍ଦ୍ଧବାର୍ଷିକ ସମ୍ମିଳନୀ ବୈଠକ। ବୃକ୍ଷ ଆମର ଜୀବନ ଧନ ଏହି ଉକ୍ତିଟିକୁ ସାକାର କରିବାକୁ ଯାଇ ଓଡ଼ିଶାର ସୁନାମଧନ୍ୟ ସନ୍ଥ ସାହିତ୍ୟିକ ପ୍ରାବନ୍ଧିକ ଲେଖକ ଜ୍ଞାନୀ ଗୁଣୀ ଗାନ୍ଧୀବାଦୀ ସାମାଜିକ କର୍ମୀ ଶାନ୍ତିକର୍ମୀ ବ୍ୟକ୍ତିବିଶେଷଙ୍କର ପ୍ରୋତ୍ସାହନରେ ତଥା ସହଯୋଗରେ ବିଶ୍ୱ ତାପନରୁ ଧରିତ୍ରୀକୁ ସୁରକ୍ଷା ଦେବା ସହିତ ସମଗ୍ର ଓଡ଼ିଶାକୁ ସବୁଜିମା କରିଦେବାର ଇଚ୍ଛା ପୋଷଣ କରି ଭଦ୍ରକ ଜିଲ୍ଲା ବାଲିପୋଖରୀ ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସବୁଜ ଓଡ଼ିଶାର ଅର୍ଦ୍ଧବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସବୁଜ ଓଡ଼ିଶା ଅନୁଷ୍ଠାନ ପ୍ରତିଷ୍ଠାତା ତଥା ସମଗ୍ର ଓଡ଼ିଶା ସେବା ଅଭିଯାନର ରାଜ୍ୟ ଆବାହକ ସୁଧୀର ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ତଥା ମଞ୍ଚ ପରିଚାଳନା ଓ ଅନୁଷ୍ଠାନ ସଭାପତି ନୃସିଂହ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସମ୍ମାନିତ ବକ୍ତା ଭାବରେ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରାୟ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସମାଜସେବୀ ତଥା ପରିବେଶବିତ୍ ଲଳିତ ମିଶ୍ର, ମୟୂରଭଞ୍ଜ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ। ଭଦ୍ରକ ବାଲିପୋଖରୀରୁ ବିଭୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ, ରେନବୋ ମିଡିଆ।